ସେପଟେ ଦେଖନ୍ତୁ କେତେ ସାରା ଡଙ୍ଗା ଲାଗିଛି। ସେଠି ଗୋଟେ ବଡ଼ ବୋଟ୍ ଅଛି ସେପଟେ ଭାଇନା ଟିକେ ଦେଖନ୍ତୁ। ମୁଁ ଥିବି ଆଉ ଆପଣମାନେ ଏମିତି ହିଡେନ୍ ଲୋକେସନକୁ ଜାଣିପାରିବେନି, ଏଇଟା ଅସମ୍ଭବ। ତାହେଲେ ଚାଲନ୍ତୁ ଆଜି ଯିବା ସେଇ ଲୋକେସନକୁ, ସେଇ ହିଡେନ୍ ଲୋକେସନକୁ ମୁଁ ଆପଣମାନଙ୍କୁ ଦେଖେଇବି। ଆପଣମାନେ ତ ପ୍ରାୟ ସମସ୍ତେ ଜାଣିଥିବେ ଅସ୍ତରଙ୍ଗ ବ୍ଲକର ତାଳେଦାରେ ଯେଉଁ ବ୍ରିଜଟି ହୋଇଛି ନଈ ଉପରେ, ଦେବୀ ନଈ ଉପରେ, ପ୍ରାୟ ଯାଇଥିବେ ସେ ଜାଗାକୁ। କିନ୍ତୁ ସେଇ ଜାଗାରୁ ମାତ୍ର 5 ରୁ 6 କିଲୋମିଟର ଦୂରରେ ଗୋଟେ ଏମିତି ହିଡେନ୍ ଲୋକେସନ ଅଛି ଯେଉଁଟାକି ଆପଣମାନେ ତା ବିଷୟରେ ଜାଣିନାହାନ୍ତି। ଆଜି ମୁଁ ସେଇ ଜାଗାକୁ ଆପଣମାନଙ୍କୁ ନେଇକି ଯିବି, ଆଉ ସେଇ ଜାଗାର ସୌନ୍ଦର୍ଯ୍ୟକୁ ଆପଣମାନେ ଏଇ ଭିଡ଼ିଓରେ ଉପଭୋଗ କରନ୍ତୁ। ଯଦି ସମୟ ହେବ ନିଶ୍ଚିନ୍ତ ଭାବରେ ସେଇ ଜାଗାକୁ ବୁଲିଯିବେ। ଯଦି ବି ତାଳେଦା ବ୍ରିଜ୍ ଯାଉଛନ୍ତି ତାହେଲେ ତାଳେଦା ବ୍ରିଜ୍ରୁ ସେଇ ସିଧା ନଈ ବନ୍ଧେ ବନ୍ଧେ ଯିବେ। ମାତ୍ର 5 ରୁ 6 କିଲୋମିଟର ଗଲା ପରେ ସେ ଜାଗାଟି ପଡ଼ିବ। ମୁଁ ଆଉ ମୋ ସାଙ୍ଗ ଆମେ 2 ଜଣ ଯାଉଛୁ ସେଇ ଜାଗାକୁ। ସେଇ ଜାଗାରେ ଆପଣମାନଙ୍କୁ ଦେଖେଇବି ସେଇ ସୁନ୍ଦର ଦୃଶ୍ୟ। କିନ୍ତୁ ତା ପୂର୍ବରୁ ଟିକେ ମୋ ସାଙ୍ଗର ହସକୁ ଦେଖିଦିଅନ୍ତୁ। ମୋ ସାଙ୍ଗର ହସ କେତେ ସୁନ୍ଦର। ଯେମିତି ଦେଖିପାରୁଥିବେ ଆମ ପଛଆଡ଼େ ଏତେ ସାରା ଯେଉଁ ମାଛ ଧରା ବୋଟ୍ ଗୁଡ଼ା ସବୁ ରଖା ହେଇଛି। ଆଉ ସେପଟେ ଦେଖନ୍ତୁ ଗୋଟେ ବଡ଼ ବୋଟ୍ଟେ ସେଠି, ଏଇଟା ଗୋଟେ ବଡ଼ ବୋଟ୍ଟେ ଲାଗିଛି। ଆଉ ଏଇ ଏରିଆଟା ଦେଖନ୍ତୁ। ଯଦି ଆପଣମାନେ କେତେବେଳେ ଆସୁଛନ୍ତି ଆମର ତାଳେଦା ବ୍ରିଜ୍ ବୁଲିବାକୁ, ଯଦି ବି ଆପଣମାନେ ଆସୁଛନ୍ତି ବୁଲିବାକୁ ତାଳେଦା ବ୍ରିଜ୍, ନିଶ୍ଚିନ୍ତ ଭାବରେ ଏ ଜାଗାକୁ ଆସିବେ। ଏ ଜାଗାରେ ବି ଟିକେ ବୁଲିକି ଏ ଜାଗାର ସୌନ୍ଦର୍ଯ୍ୟ ସନ୍ଧ୍ୟାବେଳ ଟାଇମ୍ରେ ଆସିବେ, ଦେଖିବେ ବହୁତ ବଢ଼ିଆ ଲାଗୁଛି ଏ ଜାଗାଟି। ମାନେ କେତେ ସାରା ଡଙ୍ଗା ଅଛି, ପୁରା ପାଖାପାଖି 100 ଉପରେ ହବ ଡଙ୍ଗା। ଏସବୁ ନଈରେ ମାଛ ଧରନ୍ତି, ଆଉ ଆ ଭିତରୁ କିଛିଟା ଯାଆନ୍ତି ସମୁଦ୍ରକୁ। ସେ ବଡ଼ ଡଙ୍ଗା ତା ସହିତ ସେ ଡଙ୍ଗା ଗୁଡ଼ା ତ ଯାଆନ୍ତି। ଆଉ କିନ୍ତୁ ଦେଖନ୍ତୁ ରସି କେତେ ଗଦା ହେଇଛି। ଆଉ ଏଇ ଯେଉଁ ଜିନିଷଟା ଦେଖୁଛନ୍ତି, ଏଇ ଜିନିଷଟା ହେଉଛି କଙ୍କଡ଼ା ଧରିବା ପାଇଁ ସ୍ପେଶିଆଲି ହେଇଛି। ମୁଁ ଟିକେ ବ୍ୟାକ୍ କ୍ୟାମେରା ଦେଖାଉଛି ଆପଣମାନଙ୍କୁ। ଏଇ ଯେଉଁ ଜିନିଷଟା କଙ୍କଡ଼ା ଧରିବା ପାଇଁ ସ୍ପେଶିଆଲି ହେଇଛି। ଆ ଭିତରେ ସବୁ କଙ୍କଡ଼ା ପଶିମାନେ ରହିଯିବେ। ଏଗୁଡ଼ା ସବୁ କେତେ ସୁନ୍ଦର ଲାଗୁଛି ଜାଗାଟି, ବିୟୁଟିଫୁଲ୍। ଏସବୁ କି ମାଛ? କ'ଣ ବିଭିନ୍ନ ପ୍ରକାର। କେତେବେଳେ ଆସିଲେ ମାଛ ମିଳିବ? ଏବେ ମାନେ ଦିନ ସକାଳ ବେଳା ବି ମାଛ ମିଳିବ? ଆସି ସକାଳ ବେଳା ଟିକେ ମିଳେ ନିଶ୍ଚୟ, ଏଇ 4ଟା ବେଳକୁ ସକାଳ ବେଳା ମିଳିବ। ଭାଇନା ଟିକେ ମାଛ ଆଣୁଛନ୍ତି, ଦେଖିବା କୋଉ ମାଛ ସେ ବ୍ୟାଗରେ ଦେଖିବା। ଭାଇନା ଟିକେ ଦେଖାନ୍ତୁନି ମାଛଟା। ହଁ କି ମାଛ ଇଏ? କାଲି କ'ଣ ଭଇଙ୍ଗା। ଯଦି ଆପଣମାନେ ଫ୍ରେଶ୍ ମାଛ ଚାହିଁବେ ବି ଆସିକି ନେଇପାରିବେ। ସକାଳ ବେଳା ହଉ କିମ୍ବା ଏଇ 4ଟା ବେଳେ ଆସିଲେ। ଏବେ ଟିକେ ଜୁଆର ମାଡ଼ିବ, ସେଥିପାଇଁ ଟିକେ 4ଟା ବେଳେ ଆସିଲେ ମାଛ ନ ମିଳିପାରେ, ନହେଲେ ସକାଳ ବେଳା ନିଶ୍ଚିତ ଭାବରେ ମିଳିବ। ଆଉ ବଢ଼ିଆ ଜାଗାଟେ, ଜାଗା ବୁଲିବା ସହିତ ମାଛ ବି ନେବେ, ଫ୍ରେଶ୍ ମାଛ ନେବେ। ଚାଲନ୍ତୁ ସେପଟେ ଯିବା ଟିକେ ବୁଲିବା, କ'ଣ ସବୁ ଆଉ ଡଙ୍ଗା ଫଙ୍ଗା ଦେଖିବା। ଯଦି ଆପଣମାନେ ଆସୁଛନ୍ତି ତାଳେଦା ବ୍ରିଜ୍ ପାଖକୁ ବୁଲିବା ପାଇଁ, ନିଶ୍ଚିନ୍ତ ଭାବରେ ଏ ଜାଗା ଟିକେ ଆସି ବୁଲିବେ। ବହୁତ ମନୋରମ ଜାଗାଟି ହେଇଛି। ନଈ ବନ୍ଧ ବନ୍ଧ ସେଇ ତାଳେଦା ବ୍ରିଜ୍ ପାଖରୁ ସିଧା ଆସିବେ ଯଦି 5 ରୁ 6 କିଲୋମିଟର ଦୂରରେ ଏ ଜାଗାଟି ଅବସ୍ଥିତ। ଏ ଜାଗାଟି ହେଉଛି ଆମର ଅସ୍ତରଙ୍ଗ ବ୍ଲକର ପାଟସୁନ୍ଦରପୁର। ଅତି ସୁନ୍ଦର ଜାଗାଟି। ଏପଟେ ନଈ ଚାପା ଭଳିଆ ହେଇଯାଇଛି ଜାଗାରେ, ଏପଟେ ସବୁ ଡଙ୍ଗା ଲାଗିଛି। ସୁନ୍ଦର ଜାଗାଟି।